ଆଉ ତ ଆଜ୍ଞା କଣ କହିବ ଆମେ ତ କିଛି ଜାଣିନୁ ନା ସେ ଥାନା ମୁଁ ଭାବୁଛି ଯେ ଥାନା ବାଲା କଣ କରିଦେବି ଯାଇଥିଲି ଜେଲରେ ମତେ ଲାଗୁଛି ଆଜ୍ଞା ସକାଳେ ବି ଜଣେଇ ନାହାନ୍ତି କେବଳ ମୋ ଆମ ଗାଁର ଗୋଟେ ଲୋକ ଝାଡ ପଡାରେ ଥିଲା ସିଏ କେବଳ ତାଙ୍କ ଘରକୁ ଫୋନ କରିକି ଜଣେଇଲା ବେଳୁ ଆମେ ଜାଣିଲୁ ଯେ ଭାଇ ଆମର ଡେଥ୍ କରୁଛୁ ବୋଲି ମତେ ଲାଗୁଛି ଆଜ୍ଞା ଜେଲରେ କଣ ଅସୁବିଧା କରୁଛନ୍ତି ମୋ ଭାଇ ପାଇଁ କଣ ଅସୁବିଧା ଯେହେତୁ ଅସୁବିଧା କଲେ ବୋଲି ଭାଇଟା ମଲା ନା ଆଜ୍ଞା ଖବର ବି ଆମେ ଏତେ ଯାଏ ପାଇନଥିଲୁ ସେ ସାର୍ କହିଲେ ଯେ ଭାଇଙ୍କ ଦେହ ଖରାପ ବୋଲି ଆମେ ଏତେ ଯାଏ ଜାଣିନୁ ବି ଆମ ଭାଇ ଡେଟ୍ ଅଛି ବୋଲି ଏମିତି ହଉଛି କଥା କଲ୍ ଆଜ୍ଞା ଗୋଟେ ଡାଉଟ୍ ଆଜ୍ଞା କଣ ଲାଗିବ ଆମେ ତ କିଛି ଜାଣିନୁ ନା ସେ ଥାନାରେ ରଖିକି ମୁଁ ଭାବୁଛି ଯେ ଥାନା ବାଲା କଣ କରିଦେଲେ ଯାଇଥିଲି ଜେଲରେ ମତେ ଲାଗୁଛି 4 ଦିନ ପରେ ଭାଇ ଆଜ୍ଞା ମୋର ଗଲେ ଆଜ୍ଞା ତାଙ୍କ ସ୍ତ୍ରୀ ହଉଛି ହାଣ୍ଡିକ୍ୟାପ ଯେହେତୁ ସିଏ କଣ କହିଲ ଆମର କାମ ଫାମ କିଛି କରନ୍ତିନି ଭାଇ ବି ଆମର 1ରେ 2ରେ ଅକର୍ମ ଲୋକ ଗାଡି ମାରି ଦେଇଥିଲା ଗୋଡରେ ଏମିତି ହେଇକି ତାପରେ ଭାଇ କାମ ଫାମ କିଛି କରନ୍ତିନି ତାପରେ ଗୋଟେ ବେପାର କରିଥିଲେ ସେ ବେପାରରୁ ଆଜ୍ଞା ନିଶା ବେପାର କରୁଥିଲେ ନାଇଁ ନାଇଁ ଆଜ୍ଞା ଦେଶୀ ପଦ କରୁଥିଲେ ଏମିତି ଏମିତି ଥାନା ବାଲା ଧରିକି ଗୋଟେ ସିଏ ତାର ଆଜ୍ଞା ଗୋଟେ ନେଖା ପେଟି ଆଣିକି ସିଏ ବେପାର କରିବ ଯାହା ହବ ତା ସ୍ତ୍ରୀ ତା ପିଲା ଛୁଆ ସବୁ ତା ସ୍ତ୍ରୀଟା ବି ଆଜ୍ଞା ହାଣ୍ଡିକ୍ୟାପ ଲୋକ ଏମିତି ଆଣିକି ଥାନା ବାଲା ଏମିତି ଏମିତି କଲେ ଆଉ ଏବେ ବର୍ତ୍ତମାନ ପାଇଁ କିଛି କହିନାହାନ୍ତି ଆଜ୍ଞା ସକାଳେ ବି ଜଣେଇ ନାହାନ୍ତି କେବଳ ମୋ ଆମ ଗାଁର ଗୋଟେ ଲୋକ ଝାଡ ପଡାରେ ଥିଲା ସିଏ କେବଳ ତାଙ୍କ ଘରକୁ ଫୋନ କରିକି ଜଣେଇଲା ବେଳୁ ଆମେ ଜାଣିଲୁ ଯେ ଭାଇ ଆମର ଡେଥ୍ କରୁଛୁ ବୋଲି ଜେଲ ବାଲା ନୁହଁ ଥାନାରେ ବି ଆମ ଗାଁରେ ବି ଲୋକ ଅଛନ୍ତି ଆମ ଗାଁରେ ଥାନାରେ ବି ଲୋକ ମାନେ ନାଇଁ ଆଜ୍ଞା ଆଜ୍ଞା 12ଟା ଡେଟ୍ ହେଲେ ଆମେ ତ ଜାଣିନୁ ନା ଏଠି କହିଲେ ଭାଇ ଦେହ ସିରିୟସ୍ କହିଲେ ତ ଯା ଆଜ୍ଞା ଆଉ ଆମେ ଆଉ କଣ କରିବୁ ଆମେ ମତେ ଲାଗୁଛି ଆଜ୍ଞା ଜେଲରେ କଣ ଅସୁବିଧା କରୁଛନ୍ତି ମୋ ଭାଇ ପାଇଁ କଣ ଅସୁବିଧା ଯେହେତୁ ଅସୁବିଧା କଲେ ବୋଲି ଭାଇଟା ମଲା ନା ନିଶା ଆଜ୍ଞା କଣ ସିଏ ଏମିତି କାଁ ବା କୁଚିତ ଗଞ୍ଜେଇ ଫଞ୍ଜେଇ ଖାଇଲେ କଣ ମରିଯିବେ ଭାଇର ଫିଟ୍ସ କିଛି ନଥିଲା ଯଦି ଆଜ୍ଞା ଫିଟ୍ସ ଥାନ୍ତା ଯୋଉ ଯେତେବେଳେ ଆମର ମେଡିକାଲ ଯୋଉ ଝାଡ ପଡା ଯେତେବେଳେ ଛଡା ହବ ସେତେବେଳେ ଆମର ଇଏ ହବ କି ନାଇଁ ଟେଷ୍ଟ ହେଇକି ଛାଡିବେ କି ନାଇଁ ସେତେବେଳେ ତ ଠିକ ରହିଲା ଏଇନା ଯେ ମରିଗଲେ ଆମେ ଆଉ କଣ କରିବୁ ମୁଁ ଭାବୁଛି କଣ କରିଥିବେ ଆଉ ଭାଇ ଆଜ୍ଞା ଆଜ୍ଞା ସନ୍ଦେହ ମୃତ୍ୟୁକୁ ନେଇକି ସନ୍ଦେହ ହଉଛି କାଳେ ଥାନା ବାଲା କଣ ବାଡିଆ ବାଡି ଜେଲରେ ସେ ସେଇ ଆଜ୍ଞା ଜେଲ ବାଲା ଆଜ୍ଞା ବାଡେଇଥିବେ ମତେ ଯାହା ଲାଗୁଛି ବାଡେଇକି ଏମିତି